ସରଳ ଭାବାତ୍ମକ ଯୁକ୍ତି ଓ ସରଳ ନିଷେଧାତ୍ମକ ଯୁକ୍ତି। ଏହାର ସଠିକ୍ ଉତ୍ତର ସରଳ ଭାବାତ୍ମକ ଯୁକ୍ତି। ଯେଉଁ ଦ୍ୱିଶୃଙ୍ଗକ ଯୁକ୍ତିର ସାଧ୍ୟାବୟବର ପୂର୍ବକ ଦ୍ୱୟକୁ ପକ୍ଷାବୟବରେ ବୈକଳ୍ପିକ ଭାବେ ସ୍ୱୀକାର କଲେ ତାହାର ଅନୁଗକୁ ସିଦ୍ଧାନ୍ତରେ ନିରପେକ୍ଷ ଭାବେ ସ୍ୱୀକାର କରାଯାଏ, ତାହାକୁ ସରଳ ଭାବାତ୍ମକ ଦ୍ୱିଶୃଙ୍ଗକ ଯୁକ୍ତି କୁହାଯାଏ। ଯଥା ଯଦି କ ଖ ହୁଏ ତେବେ ଗ ଘ ହୁଏ ଏବଂ ଯଦି ଚ ଛ ହୁଏ ତେବେ ଗ ଘ ହୁଏ। ଏଇଟା ହେଉଛି ସାଧ୍ୟାବୟବ, ଏଇଟା ହେଉଛି ପକ୍ଷାବୟବ। ହୁଏତ କ ଖ ହୁଏ ଅଥବା ଚ ଛ ହୁଏ। ସିଦ୍ଧାନ୍ତ ଦେଇଛି ଗ ଘ ହୁଏ। ତାପରେ ଦେଖିବା ସରଳ ନିଷେଧାତ୍ମକ ଯୁକ୍ତି। ସରଳ ନିଷେଧାତ୍ମକ ଯୁକ୍ତି ଯେଉଁ ଦ୍ୱିଶୃଙ୍ଗକ ଯୁକ୍ତିର ସାଧ୍ୟାବୟବର ଅନୁଗ ଦ୍ୱୟକୁ ପକ୍ଷାବୟବରେ ବୈକଳ୍ପିକ ଭାବେ ଅସ୍ୱୀକାର କଲେ ତାହାର ପୂର୍ବକକୁ ସିଦ୍ଧାନ୍ତରେ ନିରପେକ୍ଷ ଭାବେ ଅସ୍ୱୀକାର କରାଯାଏ, ତାହାକୁ ସରଳ ନିଷେଧାତ୍ମକ ଦ୍ୱିଶୃଙ୍ଗକ ଯୁକ୍ତି କୁହାଯାଏ। ଯଥା ଯଦି କ ଖ ହୁଏ ତେବେ ଗ ଘ ହୁଏ ଏବଂ ଯଦି କ ଖ ହୁଏ ତେବେ ଚ ଛ ହୁଏ। ଏଇଟା ହେଉଛି ସାଧ୍ୟାବୟବ। ପକ୍ଷାବୟବ ହୁଏତ ଗ ଘ ନୁହେଁ କିମ୍ବା ଚ ଛ ନୁହେଁ। ପକ୍ଷାବୟବ ସିଦ୍ଧାନ୍ତ ଦେଇଛି କ ଖ ନୁହେଁ।